ଚୋରି ଅଭିଯୋଗରେ ଦୁଇ ଚୋରଙ୍କୁ ବାନ୍ଧିବା ସହିତ ଲ୍ୟାପଟପ୍ ଉଦ୍ଧାର। ବିଗତ ଡିସେମ୍ବର 18 ତାରିଖ 2024ରେ ବାସନ୍ତୀ କଲୋନୀ ସ୍ଥିତ AM 45 କ୍ୱାର୍ଟରରୁ ଗୋଟିଏ HP ଲ୍ୟାପଟପ୍ ଚୋରି କରିଥିବା ଅଭିଯୋଗରେ ମୁଦିତନଗର ଥାନା ପୋଲିସ ଦୁଇ ଜଣ ଚୋରଙ୍କୁ ଗିରଫ କରିବା ସହ HP ଲ୍ୟାପଟପ୍ ଉଦ୍ଧାର କରିବା ବିଷୟରେ ମୁଦିତନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଗତ ଡିସେମ୍ବର 18 ତାରିଖ ମୁଦିତନଗର ଥାନାରେ AM 45 କ୍ୱାର୍ଟରରେ ରହୁଥିବା ନୀତିଶ ଗୋସାଇଁ, ଯାହାଙ୍କର ବୟସ 45 ବର୍ଷ, ଅଭିଯୋଗ କରିଥିଲେ ଯେ ସେହିଦିନ ସକାଳ 6:30 ସମୟରେ ତାଙ୍କ କ୍ୱାର୍ଟରରେ କିଛି ଲୋକ ପଶିବା ସହିତ ଦୁଇ ଜଣ ବ୍ୟକ୍ତି ତାଙ୍କ ରୁମ୍ରେ ପଶି HP ଲ୍ୟାପଟପ୍ ଚୋରାଇ ନେଇଛନ୍ତି। ମୁଦିତନଗର ଥାନା ପୋଲିସ ଘଟଣାର ତଦନ୍ତ କରି ସେକ୍ଟର 19 ଥାନା ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ପଛପଟେ ଥିବା ଦୀପକ ଟକିଜ୍ ବସ୍ତିରୁ ରିତିକ ଓରଫ ସୁବ୍ରତ କୁମାର ସ୍ୱାଇଁ, ଯାହାଙ୍କର ବୟସ 20 ବର୍ଷ ଏବଂ ମୁଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିର ମସଜିଦ ନିକଟରୁ ଟିଙ୍କୁ ପରମାଣିକ, ଯାହାଙ୍କର ବୟସ 20 ବର୍ଷକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଚୋରି ହୋଇଥିବା HP ଲ୍ୟାପଟପ୍ ଉଦ୍ଧାର କରିଛି। ଏହି ଚୋରି ଘଟଣାରେ ବାସନ୍ତୀ କଲୋନୀର ବାଦଲ ଫେରାର ହୋଇଯାଇଥିବା ପୋଲିସ ପ୍ରକାଶ କରିଛି। ଏହି ଘଟଣାର ତଦନ୍ତ ASI SK ଶତପଥୀ କରୁଥିଲେ। ଅଭିଯୁକ୍ତ ବିରୁଦ୍ଧରେ ମୁଦିତନଗର ଥାନାରେ ମୋକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୁନ୍ଦରଗଡ଼ରୁ ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ପାଢ଼ୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।